श्रीमद्भागवतं चतुर्थस्कन्ध पंचमोऽध्याय। सूत उवाच। मैत्रेय वाक्य शुणि कर्णे आनंद विदुरर मने। ध्रुव जे जननी समते निश्चन्ते कल्पे परिजन्ते। बसिला जाई ध्रुव पदे ज्योतिष्मगन चक्र मध्ये। विदुर उवाच। मैत्रेय पादे कर देई आनंदे विदुर पुछई। भो मुनि प्रचेता बदने ध्रुव जे गला निज स्थाने। केवण वंशे विका जानी काहार पुत्र से बोलांती। पूर्वे नारदर वचने यज्ञ आरंभ केउ जने। हरिंकी क्रिया जोगे पाई भवुतरिले 10 भाई। जे धर्म पाଳି प्रचेतस यज्ञरे विष्णु करी तोषा। से कथा कह मुनि मते संसारु तरिबि जेमन्ते। मैत्रेय उवाच। ध्रुवर पुत्र शुण ध्याम ज्येष्ठ उत्कल तार नाम। ताहाकु अर्धिराज्य स्थापी ध्रुव जे गला शून्य व्यापी। से बसी राजर आसने उत्तम रत्न सिंहासने। सुख न लभि दुख मने पितार जात्र शुणि कर्णे। से जे स्वभावे आत्मज्ञानी समदरसि बुद्धि घेनी। देखई सर्वभूते हरि स्थावर जंगमादि करी। एमंत पद बोध रसे गुण प्रवाहे से न मिशे। जडान्ध जोगींकर प्राण भस्म भूषिण शुद्ध देहे। बुलाई नाना मार्गे लुचि के पारे तार शुण लेखी। एमंत तार शुण देखी बंधु बांधवे मन दुखी। मंत्री अमात्य माने मिली राज्य रक्षणे नित्य भाली। वत्सलता अनुज नाम सुंदर सर्वगुण धाम। ताहार कुशल विचारी स्वराज्य अभिषेक करी। स्थापिले नृपति आमने एमंते गला केते दिने। सुविधि नामे पत्नी तार जोषिण गणे से गभीर। तारा उदरे पुत्र जात होइले शुणे अप्रमित। पुष्पार्न तीक्ष्म केतु नाम ईश्वरजन जे अनुपम। वसुजय ए पट सुते गुणे विख्यात एक जगते। प्रभादोषा जे बेनी नारी पुष्पार्न तुल्य विभा करी। से भाग्य गर्भे तिनि सुत होइले जगते विख्यात। प्रात मध्याह्ने स्नाय काल स्वभावे तेजे अनर्गल। प्रदोष अर्धरात्र व्युष्ट दोषर गर्भे नीति सृष्टा। वृष्टर पुत्र पुष्प ऋषि एक दुहिता शुभ्र केशी। ताहार नाम सुचारुणी अबला मध्ये शिरोमणि। रुंधु समन तार गर्भे जन्म होइले सृष्टि पूर्वे। नज्वाला चक्षु क्षण नारी रूपे से कमला को रसी। तार उदरे षट सुते होइले विष्णु तेज जुक्ते। नामे से पुरुष प्रकृत पद सुश्रय हृद व्रत। से पट पुत्र पट भाई शुण ताहांक नाम कही। अग्निशोमक अतिरात प्रद्युम्न समर उन्मत्त आदि पट सुत होइले मनुवंशे ख्यात। अंगसुमन स्वाति तिनि
କ୍ରତୁ ଅଗ୍ନିରାଚୟ ଘେନି ମୁନିଥା ଯମର ଦୁହିତା ଅଗ୍ନିର ପତ୍ନୀ ସେ ସୁବ୍ରତା ବେଣୁ ତାହାର ଗର୍ଭଜାତ ଶୁଣ ହୋ ତାହାର ଚରିତ ସେ ଶୁଣି ମାତାମୟ ଦୋହେ ଦୁଷ୍ଟ ହୋଇଲେ ମନୁ ବଂଶେ ତାହାର ଦେଖି ଦୃଷ୍ଟପଣ କୋପେ ପାଳିଲେ ମୁନିଗଣ ପୁଣି ତାହାର ମୃତ ଗାତ୍ରେ ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ ଦକ୍ଷିଣ କରେ ଶୁଦ୍ଧ ବିଢ଼ି ମନ୍ଥନେ କଲେ ବେଦ ପଢ଼ି ତା ଶୁଣି ସନ୍ତୋଷେ ବିଦୁର ମୁନି ଚରଣେ ଦେଇ କର ଲୋମ ପୁଲକ ତାର ଦେହି ସ୍ୱଭାବେ କୃତକୃତ୍ୟ ହୋଇ ଯେ ଅଂଶେ ସାଧୁଶୀଳ ବୁଦ୍ଧି ସର୍ବଲକ୍ଷଣେ ଶ୍ରେଷ୍ଠ ନିଧି ବ୍ରାହ୍ମଣ ପ୍ରଜା ରକ୍ଷା କରି ସେ ସର୍ବଧର୍ମେ ଅଧିକାରୀ ଯେ ବେଣୁ ନାମେ ତାର ସୁତ ଦୁଷ୍ଟ ହୋଇଲେ ସେ କେମନ୍ତ ପ୍ରଜାଏ ରାଜା ଦୁଷ୍ଟପଣେ ଭୟେ ପଶିଲେ ଘୋର ବନେ କିମ୍ପା ବ୍ରାହ୍ମଣ କୋପ କଲେ ତାହାଙ୍କୁ ବ୍ରହ୍ମଦଣ୍ଡ ଦେଲେ ସେ ବିପ୍ରବର ସର୍ବଜ୍ଞାତ ଆଗମ ନିଗମ କରତା ଏଣେ ଅନ୍ୟାୟ କିମ୍ପା କଲେ ରାଜାଙ୍କୁ ଘୋର ଶାପ ଦେଲେ ରାଜାଙ୍କ ଶରୀର ନିଶ୍ଚଳେ ବସନ୍ତି ସର୍ବଦିଗପାଳେ ସେ ରାଜା ବିଷ୍ଣୁ ତେଜ କରି ସ୍ୱଧର୍ମେ ପ୍ରଜାଙ୍କୁ ପଳାଇ ଯମର ସୁତାସୁତ ଯେଣୁ ଦୁଷ୍ଟ ହୋଇଲେ ଅବା ତେଣୁ ଏକଥା କହ ମୁନି ମତେ ସଂଶୟ ନ ରହୁ ମୋ ଚିତ୍ତେ ମୈତ୍ରେୟ ଉବାଚ ଶୁଣ ହେ ବେଣୁ ଦୁଷ୍ଟପଣ କହିବା ଆନନ୍ଦ ଲକ୍ଷଣ ଅଙ୍ଗ ଯେ ଅଶ୍ୱମେଧ କଲା ଉତ୍ତର ଋଷିଙ୍କୁ ବରିଲା ସକଳେ ମିଳି ବେଦ ନାଦେ ଅନଳ ଭୁଜିଲେ ସମିଧେ ଯଜ୍ଞ କୁଣ୍ଡଳ ବିପ୍ରେ ଚାହିଁ ଦେଖିଲେ ଦେବ ଗଣେ ନାହିଁ ଇନ୍ଦ୍ରାଦି 10 ଦିଗପାଳେ ଯଜ୍ଞରେ କେହି ନ ମିଳିଲେ ଦେଖି ବିସ୍ମୟ ମୁନି ଜନେ ନିକଟେ ରାଇଜନମାନେ ଭୋଇଲେ ରାଜ୍ୟ ମୁଖେ ଚାହିଁ ଏ ଯଜ୍ଞ କରି କିସ ପାଇ ପବିତ୍ର ବସ୍ତୁ ବୁଦ୍ଧ କରି ଅନଳେ ନିଗମ ଉଚାରି ଆମ୍ଭେ ସକଳେ ଧ୍ରୁବ ବ୍ରତା ଦ୍ୱିଜ ସ୍ୱଭାବେ ଶୁଦ୍ଧ ଚିତ୍ତା ମନ୍ତ୍ର ଉଚାରି ଆମ୍ଭେ ତୁଣ୍ଡେ ଆହୁତି ଦେଲୁ ଯଜ୍ଞ କୁଣ୍ଡେ ଦେବେ ନଇଲେ କେଉଁ ଭାବେ ତାର ପ୍ରଭାବ କହ ଏବେ ସକଳ କର୍ମ ସାକ୍ଷୀ ଦେବେ କିମ୍ପା ନଇଲେ ଯଜ୍ଞ ଭାବେ ମୈତ୍ରେୟ ଉବାଚ ଅଙ୍ଗେ ଯେ ବିପ୍ରମୁଖ ଶୁଣି ସ୍ୱଧର୍ମେ ବିପ୍ର ପରିମାଣି ସଭାଜନକ ମୁଖ ଚାହିଁ ଏ ଯଜ୍ଞ କଲୁ କିସ ପାଇଁ ଅଙ୍ଗରାଜ ଉବାଚ କି ମନ୍ଦ କର୍ମ ମୋର ଆଜିଭ ବିପ୍ର କହ ଧର୍ମ ଲେଖି ଦେବେ ନଇଲେ ଯଜ୍ଞ ଭାବେ କାରଣ ହେ ମୋର ଆଗେ ଏମନ୍ତେ ରାଜ୍ୟ ମୁଖ ଶୁଣି ସ୍ୱଧର୍ମେ ବିପ୍ର ପରିମାଣି ମୁନିରୁବାଚ ବୋଇଲେ ରାଜ୍ୟ ମୁଖ ଚାହିଁ ତୋ ଦେହେ କିଛି ପାପ ନାହିଁ ପୂର୍ବ ଅର୍ଜିତ କର୍ମ ଫଳେ ସନ୍ତତି ନାହିଁ ତୋର କୂଳେ ଅପୁତ୍ର ଦୋଷେ ବେଦ ଗଲେ ନଇଲେ ଯଜ୍ଞ ନିମନ୍ତ୍ରଣେ ତୁ ଏବେ ପୁତ୍ର ଯଜ୍ଞ କର ଯନ୍ତ୍ରେ ଯଜ୍ଞ ପୁରୁଷ ବର ତେବେ ସକଳ ଦେବଗଣ ତୋ ଯଜ୍ଞ ହୋଇବେ ବରଣ ସେ ବିଷ୍ଣୁ ହରି ଭାଗ୍ୟ ଖାଇ ତୋହର ଯଜ୍ଞ ଦୋଷ ହୋଇ ସେ ହରି ପୁତ୍ର ଦେବେ ତୋତେ ସଂସାରୁ ତରିବୁ ଯେମନ୍ତେ ମୈତ୍ରେୟ ଉବାଚ ଏମନ୍ତେ ସଭାବାକ୍ୟ ଶୁଣି ସେ ସଂଘ ରାଜ ମନେ ଶୁଣି ଯଜ୍ଞ ପୁରୁଷ ତୁଣ୍ଡେ ଆହୁରି ଦେଲେ ହୋମ କୁଣ୍ଡେ
ତକ୍ଷଣେ ହୋମକୁଣ୍ଡେ ଜାତ ପୁରୁଷେ ହୋଇଲେ ସମ୍ଭୂତ। ହୃଦେ ଲମ୍ବଇ ହେମହାର କଟିବେ ଶୋହେ ପୀତାମ୍ବର। ଶଙ୍ଖ କମଳ ଚତୁର୍ଭୁଜେ କୋଟି ଗନ୍ଧର୍ବ ଜିଣି ରାଜେ। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟ କ୍ଷୀରା ପାତ୍ର ଘେନିଣ ପୁରୁଷ ଅତୃତ। ସେ ଜନେ ଗଞ୍ଜେ ବିଦ୍ୟ କ୍ରାନ୍ତି ଘେନିଣ ବିପ୍ର କଲେ ନୀତି। ଷୋଡ଼ଶ ଉପଚାର ଯୁକ୍ତେ ଯଜ୍ଞ ପୂଜିଲେ ଜଗନ୍ନାଥେ। ବିଷ୍ଣୁଙ୍କୁ ପୂଜି ଯଜ୍ଞ କାଳେ ପରଙ୍କଳିଲେ ଯଥାଚୁତେ। ଯାଜ୍ଞଙ୍କ ମନ ଜାଣି ହରି କହନ୍ତି ଶଙ୍ଖ ଚକ୍ରଧାରୀ। ଯଜ୍ଞ ପୁରୁଷ ଉବାଚ ଶୁଣ ଉତ୍ତମ ବିପ୍ରଗଣେ ଏହା ରାଜା ସନ୍ତନ୍ତି କାରଣେ। ମୋତେ ପୂଜିଲ ଯଜ୍ଞ ମତେ ତୁମ୍ଭର କାମ ସାଧ୍ୟ ଅଟେ। ଅସ୍ତୁ ହୋଇବ ବାଞ୍ଛା ଫଳ ମୋ ଅବଶେଷ ଯେ ନିର୍ମାଲ୍ୟ। ଏହାକୁ ଦିଅ ରାଜହସ୍ତେ ଆଗ୍ରହଣ କରି ନାସାଗ୍ରସ୍ତେ। ପତ୍ନୀ ଭୁଞ୍ଜିବ ତାର ଯେବେ ସୁପୁତ୍ର ହେବ ତାର ଗର୍ଭେ। ମୈତ୍ରେୟ ଉବାଚ ଏମନ୍ତ କହି ଜନାର୍ଦ୍ଦନ ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ। ଯଜ୍ଞ ପୁରୁଷ ଆଜ୍ଞା ଘେନି ବ୍ରହ୍ମାଣ୍ଡେ କରି ଜୟ ଧ୍ୱନି। ସୁବର୍ଣ୍ଣ ଯାତ୍ର କରେ ଧରି ପୁରେ ଅମୃତମୟ କ୍ଷୀର। ବିପ୍ରଙ୍କ ବାକ୍ୟ କ୍ଷୀର ପ୍ରାଣ କର ଘେନିଲେ ନୃପନାଥ। ଆଗ୍ରହଣ କରି ନାଶ ଦ୍ୱାରେ ଦେଲେ ଯେ ନିଜ ପତ୍ନୀ କରେ। ସେ ପୁଂସବନ କ୍ଷୀର ଆଣି ରହି ଭୁଞ୍ଜିଲା ତା ଘରଣୀ। ତକ୍ଷଣେ ପୁଂସବର ଭାବେ ପୁତ୍ର କରିଲା ତାର ଗର୍ଭେ। ସେ ଗର୍ଭ ତାର ଉପଗଣେ କୁମରେ ଜନ୍ମିଲେ ଅଦ୍ଭୁତେ। ଦିନକୁ ଦିନ ସେ ବଢ଼ିଲା ମାତାର ଅନଶନ ଛାଡ଼ିଲା। ସ୍ୱଭାବେ ହୋଇ ଅର୍ଦ୍ଧମକ କ୍ଷତ୍ରିୟ ଭାବେ ଅବିବେକ। ନିରତେ ଧନୁଶର ଧରି ବନେ ମୃଗୟା ନିତ୍ୟ କରି। ତୁଲ୍ୟ ବୟସ ଶିଶୁ ମେଳେ ଯେବେ ଖେଳି କୁତୁହଳେ। ତାହାଙ୍କୁ ଦୁଷ୍ଟପଣେ ଦୃଢ଼େ ଚରଣେ ଚାପି ମୁଣ୍ଡ ମୋଡ଼େ। ଏମନ୍ତ ତାର ଦୁଷ୍ଟପଣ ରାଜାର ଅଙ୍ଗେ ପ୍ରଜାଜନ। ରୋଦନ କରି ଉଚ୍ଚ ତୁଣ୍ଡେ କର ଅଞ୍ଜଳି ଦେଇ ମୁଣ୍ଡେ। କହନ୍ତି ତେଣୁ ଦୁଷ୍ଟପଣ ରୋଦନ କରି ପ୍ରଜାଗଣ। ଏମନ୍ତ ପୁତ୍ର ଗୁଣ ଶୁଣି ବଳେ ପୁତ୍ରକୁ ଘରେ ଆଣି। ନାନା ପ୍ରକାରେ ଧର୍ମ କହି ଅନେକ ମତରେ ବୁଝାଇ। ଶୁଣନ୍ତେ ନାନା କୋପ କରେ ପିତାର ବଚନ ନ ଧରେ। ନିଜକୁ ଦୀନ ଦୁଷ୍ଟପଣେ କୋପେ କହିଲେ ପ୍ରଜାଗଣେ। ଅଙ୍ଗ ତାହାର କର୍ମ ଦେଖି ଭାଳଇ ତହିଁ ଦୁଃଖେ ଦୁଃଖୀ। ସୁପୁତ୍ର କୁପୁତ୍ର ବିଚାରେ ଚିତ୍ତ ନ ରହେ ତାର ଘରେ। ରଜନୀ ଅର୍ଦ୍ଧେ ନୃପବର ମଣିରୁ ହୋଇଲା ବାହାର। ମନେ ପଡ଼ିଲା ନରପତି କେହି ନ ଜାଣେ ତାର ଗତି। ତାହାର ପୁତ୍ର ମନ୍ତ୍ରୀ ଗଣେ ଅନେକ ଖୋଜି ଘୋର ବନେ। ନ ଦେଖି ନ ଗଲେ ମିଳିବେ ଅନନ୍ତେ ପ୍ରକାରେ ଭାଳିଲେ। କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ ସଂହିତାୟ 82 ଚତୁର୍ଥ ସ୍କନ୍ଧେ ରାଜସ୍ୱ କରଣେ ବେଣୁ ଜନ୍ମନି ନାମ ପଞ୍ଚଦଶୋଧ୍ୟାୟ।